କନ୍ଧମାଳ କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ କବିତା ଭୁଲ ଗୋଟିଏ ରାସ୍ତା। ବାପୁ କହିଲେ, ଜୀବନର ଭୁଲ ସ୍ୱୀକାର ହିଁ ଯଥାର୍ଥ। ଜନସାଧାରଣ ସର୍ବଲୋଚନରେ ଜୀବନର ପାପ ହ୍ରାସ। ସେଲାଗି ବନ୍ଧୁଙ୍କ ଲିଖନୀ ଶୀର୍ଷକ ମାଇ ଏକ୍ସପେରିମେଣ୍ଟ ଇନ୍ ଟ୍ରୁଥ୍। ଜୀବନ ଦର୍ପଣ ଖୋଲା କରିଦେଲେ ଜନତା ବାହୁ ବି ଓର୍ଥ। ଆପଣା ଭୁଲକୁ ସ୍ୱୀକାର କରିବା ଜୀବନର ମହାଧର୍ମ। ଏହାଠାରୁ ପାଦେ ଦୂରେଇଲେ ବନ୍ଧୁ ମିଳେ ନାହିଁ ମୋକ୍ଷଧାମ। ମୋ ଜୀବନର ପାପ ଅର୍ଥକୁ ରଚିବାରେ ଭାରି ଡର। ଗୋଟେ ଦୁଇ ଭ୍ରମ ସିନା କହିଦେ ହେବ, ମୋ 150 ଜାଗାରେ ପ୍ୟାର। କେତେ ଜାଗାରେ ହାତ ମାରିଦେଲି, ମୁହଁଟା ମୋ ପୋଡ଼ିଯାଏ। ଆପଣା ଘରଟା ଭଲ ଲାଗିଲାନି, ମନେ ପଡ଼େ ସେଇ ହାୟ ବାଏ। ଘରଣୀକୁ ମୁଁ ନିତ୍ୟ କହିଦିଏ, ମୁଁ ମୋରାଲ ମେନ୍। ମୋର କିଏ କିଛି ଦେଖିନି, ମୁଁ ନୁହେଁ ବେଇମାନ। ବିଶ୍ୱାସରେ ମୋତେ ତା କଥା କହିଲା ଜୀବନ ସାରା ଉଘାଣ। ମୁଁ ସତୀ ପୁରୁଷଟା ପୁରୁଷ ପଣିଆ, ପୁରୁଷଙ୍କ ନିତ୍ୟ ଆସ୍ଥାନ। ମୋ ମନଟା ସବୁ ଜାଣିଥିବି, କାଳେ ପଦା ପଡ଼ିଯିବି। ପୁରୁଷ ଦୁନିଆ ପୌରୁଷପଣର, ବନ୍ଧୁ ମୁଁ ବଡ଼ ଅନୁଭବୀ। ରଚନା କବିର ଯୌବନ କବିତା, ନିତ୍ୟ ସତ୍ୟର ସବିତା। ବାହାଘର ଆଗୁ କେତେଶ ଗମନ, ଲାଗୁଥିଲା ପ୍ରୀତି ମିଠା। ପୁରୁଷ ହେଉ କି ସ୍ତ୍ରୀ ହେଉ ବି ଗୋଟିଏ ରାସ୍ତା କବିତା। ଅନିରୁଦ୍ଧ ଆଚାର୍ଯ୍ୟ ଭାଷଣ ବାହିଲେ ସେଇ ସତ୍ୟର ଗାଥା। ବନ୍ଧୁ କେବଳ ଭାଷଣ ବାହିଲେ ନାରୀର ଉପାଖ୍ୟାନ। ପୁରୁଷପଣକୁ ବନ୍ଧୁ ଖୋଲିଲେନି, କହିଲେ ସୁଶ୍ରୀଏ ବେଇମାନ। ପୁରୁଷଙ୍କ ଧାରେ ନିତ୍ୟ ବାସନ୍ତି, ବନ୍ଧୁ ଖୋଲିଲେନି ସତା। ସେଲାଗି କଟୁତା ହୋଇଲା ପ୍ରବକ୍ତି। ସ୍ୱାଭାବିକ ଏଇ କଥା, ଯଦି ତୁମେ ତୁଳ ନ୍ୟାୟ ନୀତିରେ କାହିଁକି ଗୋଟିଏ ପାର୍ଶ୍ୱକୁ ଦୃଶ୍ୟ। ପୁରୁଷ କ'ଣ ଏତେ ରୋମାଞ୍ଚ, ସ୍ତ୍ରୀ ଖାଲି ଅଭିଶପ୍ତ। ପ୍ରକୃତ ସତ୍ୟକୁ ତର୍ଜମା ଧାରେ ଖୋଲିଦେଲେ ଦୁଇ ପାର୍ଶ୍ୱ। ଯୌବନ ଭୁଲ ବାଛ ବିଚାରରେ ସେ ହିଁ ଗୋଟିଏ ସତ୍ୟ। ନାରୀକୁ ଛାଡ଼ିଲେ ପୁରୁଷ ପଣିଆ, ନିତ୍ୟ ଅଭିମାନର ସ୍ୱର। ନାରୀଠାରେ ଚମତ୍କାର ଶୁଣ ବନ୍ଧୁ, କିନ୍ତୁ ଉଚ୍ଛୃଙ୍ଖଳ ଅବିଚାର। ବାହାଘର ପର ଆପଣା ଘର ହିଁ କବିର ସଭ୍ୟତା ଉକ୍ତି। ଏଇ ଧର୍ମରୁ ଦୂରେଇ ଗଲେ ନିତ୍ୟ ଭ୍ରଷ୍ଟ ପ୍ରଯୁକ୍ତି। ଧନ୍ୟବାଦ।